आमମାନଙ୍କର ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମ ପ୍ରତ୍ୟେକଙ୍କ ପ୍ରତି ବର୍ତ୍ତି ରହୁ। ଆମେନ୍। ଆସନ୍ତୁ ଆଜି ପାଲମାର ରବିବାର ସକାଶେ ଜୈଲୁମ ପଞ୍ଜିକାରେ ନିର୍ଦ୍ଧାରିତ ଉପଦେଶ ପାଠ ଆମେମାନେ ଶୁଣିବା ଯାହା ଲେଖାଯାଏ ସାଧୁ ଜୋହନଙ୍କ ଲିଖିତ ସୁସମାଚାର ତାର 17 ଅଧ୍ୟାୟ ଜୋହନ 17 ପର୍ବ ତାର 1 ପଦରୁ 8 ପଦ ପର୍ଯ୍ୟନ୍ତ। ଜୋହନ 17 ପର୍ବ 1 ପଦରୁ 8 ପଦ। ଦେଖନ୍ତୁ ଏଠାରେ ଏହିପରି ଲେଖାଯାଏ, ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତ ସମୟ ଉପସ୍ଥିତ ହେଲାଣି, ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର ଯେପରି ପୁତ୍ର ତୁମକୁ ମହିମାନ୍ୱିତ କରନ୍ତି। ଯେ ପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ ଉପରେ ଅଧିକାର ଦେଲ। ଆଉ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ତୁମେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମକୁ ମହିମାନ୍ୱିତ କରିଅଛି। ଆଉ ଏବେ ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା ତଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର। ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି। ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ ସେହି ସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ ଏହା ସେମାନେ ଏବେ ବୁଝିଅଛନ୍ତି। କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ ମୁଁ ସେମାନଙ୍କୁ ସେ ସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି। ପୁଣି ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି। ଏଯାଏଁ ପ୍ରଭୁ ଏହି ବାକ୍ୟ ବୁଝିବା ପାଇଁ ତାଙ୍କର ପବିତ୍ର ଆତ୍ମାଙ୍କର ଚାଳନା ଦାନ କରନ୍ତୁ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହଉ। ପ୍ରଭୁ ପୁନରାୟ ଆମ ଜୀବନରେ ଏକ ନୂତନ ସପ୍ତାହ ଦେଲେ। ପୁଣି ଆଜି ସାରା ପୃଥିବୀରେ ଏକ ବିଶେଷ ଦିବସ ଭାବେ ପାଳନ କରାଯାଏ। ଆଉ ଆଜି ଆମେ ବାରମ୍ବାର ଶୁଣିଲୁ ଆଜି ପାଲମାରୁମ ସଣ୍ଡେ। ତେଣୁ ପ୍ରଭୁ ଆଜି ଦିବସର ମହତ୍ଵ ଜ୍ଞାତ ହେବା ପାଇଁ ବାକ୍ୟ ମାଧ୍ୟମରେ ଆମକୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଈଶ୍ୱରଙ୍କ ଚରଣ ନିକଟରେ ସମର୍ପିତ ହେବା, ପ୍ରାର୍ଥନା କରିବା। ପ୍ରଭୁ ତୁମେ ମହାନ ଈଶ୍ୱର, ତୁମକୁ ମନୁଷ୍ୟ ପକ୍ଷରେ ଚିହ୍ନିବା ଅସାଧ୍ୟ ଅଟେ। ତୁମେ କେଉଁ ପ୍ରକାର ଈଶ୍ୱର ଜଗତ ପାଇଁ ଗୋଟିଏ ପ୍ରଶ୍ନବାଟୀ ଅଟେ। କାରଣ ଈଶ୍ୱର କେବେ ମଧ୍ୟ ହତ ହୁଅନ୍ତି ନାହିଁ, ମୃତ୍ୟୁବରଣ କରନ୍ତି ନାହିଁ। ପ୍ରଭୁ ତୁମେ ଏପରି ଈଶ୍ୱର ଜଗତର ପରିତ୍ରାଣ ନିମନ୍ତେ କୌଣସି ଦୋଷ ନଥିବା ସତ୍ତ୍ୱେ କ୍ରୁଶରେ ହତ ହେଲ। ତୁମର ଈଶ୍ୱରତ୍ଵ ପ୍ରକାଶ କରିବା ପାଇଁ ମୃତ୍ୟୁରୁ ପୁନରୁତ୍ଥିତ ହେଲ। ପ୍ରଭୁ ତୁମର ଏହି ଯୋଜନା ମହାନ ଅଟେ। ଆମମାନଙ୍କର ଜ୍ଞାନ ବୁଦ୍ଧିର ପରେ ତାହା ବୁଝିବା ଅସମ୍ଭବ ବିଷୟ ଅଟେ। ତୁମର ପବିତ୍ର ଆତ୍ମାଙ୍କର ଚାଳନା ଦେଇ ସର୍ବଦା ଆମମାନଙ୍କୁ ବାକ୍ୟ ମାଧ୍ୟମରେ ଗଠନ କର, ଯେପରି ତୁମର ବାକ୍ୟକୁ ବୁଝିପାରି। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ପ୍ରିୟମାନେ, ପାମ୍ ସଣ୍ଡେ ଅର୍ଥାତ୍ ଖଜୁରୀ ବାହୁଙ୍ଗା। ସାଧାରଣତଃ ପାଲେଷ୍ଟାଇନ ଦେଶରେ ଖଜୁରୀ ବାହୁଙ୍ଗା
बा पाम ट्री साधारण कमन अटे साधारण विषय अटे अधिकंतु से अंचल जेहेतु बाली अंचल साधारणतः पाम बा खजुरी वृक्ष आमे बेसी देखा पाऊ हेले आज आमे कहूँ खजुरी बाहुंगा पर्व बा पालमारुम पर्व आज एक स्वतंत्र पर्व जो पर्व रे प्राधान्यता दऊ आमे खजुरी बाहुंगा तेरे आपण मानकर सम्मुख रे मध्य खजुरी बाहुंगा रखा जाइछि बट व्हाई कहीं ख्रिस्टियन मानक कौन आज आम कहीं पालमारुम पर्व पालन करुछु तार महत्व केतोटी विषय अच्छे प्रथम विषय इट्स ए अपराइट ट्री इट्स ए अपराइट ब्रांचेस बोले तार शाखा गुड़ाक आम देखू केमती थी तलू न प्राय ऊपर को एमती थी प्रथम जिते से बाहर शाखा गुड़ाक ऊपर को देखा ऊपर को उठु द्वितीय विषय यार महानता होची जे वृक्ष साधारणतः जो पानी जल अंश कम थाए सेठारे सुद्धा से बाहरी थाए तबे तार महानता आमे देखुछु जे इट विल ग्रो इन द ड्राई लैंड आल्सो तबे शुष्क भूमि रे सुद्धा एहा बाहरी आउ खजुरी बाहुंगर तृतीय महत्वता आमे देखियो जे एहार पत्र गुड़िक लंबा लंबा है ऊपर कौन थाए कंटा थाए तेबे तार स्वतंत्रता हैला जे से निजर शाखा सर्वदा निजको स्ट्रेट करी रखे आउ निजर जीवन कष्ट सदृश आम कही पारू कंटा ता शरीर मध्य अच्छी तेबे ख्रीष्टीय जीवन रे पालमारुम रो अर्थ कौन जीशु ख्रीष्टंकर जेरुसालेम यात्रा रे एक खजुरी बाहुंगा कहीं व्यवहार करा गला आ साधारणतः से समय रे मु कहिली जे पैलेस्टाइन रे बा जेरुसालेम रे खजुरी वृक्ष कॉमन आ साधारण विषय थिला सेति पई समस्त लोक खजुरी बाहुंगा धरि आसंती आ खजुरी बाहुंगार महत्व जेपरि मु कहिली जे आमे जदि प्रकृत ख्रिस्टियान तेबे खजुरी बाहुंगा सदृश हमर जीवन हेबा दरकार किपरि आवर लाइफ should be upright branches तबे हमर जीवन एमती होबार अछि जे हमर शाखा गुडी को ऊपर आडे थिबार अछि जेपरि आमे कहि पारू यीशु मध्य कहिले 15 पर्व रे जहन 15 पर्व रे कहिले मु उत्तम द्राक्षा लता तुम्हे माने शाखा आ आमे एपरि वृक्षर शाखा उठू जीशु वृक्षर शाखा उठू आ सेई वृक्षर लोक माने सर्वदा शाखा सदृश ऊपर को देखिबा लोक ऊर्ध्व दृष्टि करिबा लोक आमे जगत को देखिबा लोक नु आमे ऊर्ध्व दृष्टि करी बंचुथिबा लोक माने तबे जगतर सब परिस्थिति रे आमे आसक्त होई ईश्वर को भूलिबा लोक आमे नहु किंतु आमे ऊर्ध्व को देखि ईश्वर को विश्वास करिबा लोक प्रथमतः द्वितीयतः मु कहिली इट्स अ ड्राई लैंडेड ट्री जोटी की शुष्क भूमि अर्थात ख्रिस्टियन माने शुष्क भूमि रे सुद्धा सतेज थांती शुष्क भूमि रे सतेज अर्थात देखिबु एई खजुरी वृक्ष गुड़ाक शुष्क भूमि रे सुद्धा सतेज रहंती आ सेति पई ख्रिस्टियन माने दुख समस्या रोग अभाव जेते सब खराब परिस्थिति गुड़ाक थाए से सब रे मध्य से माने आनंद करिबा सिखंती आ सेमानकर महत्वपूर्ण विषय कौन से शाखा मध्य जेते ब्रांचेस रो लीव्स गुड़ाक अछि आमे मध्य अन्य मानक गोटे सुजोग दउछु सेपरि हेबा पई आम जीवन संस्पर्श रे जो माने आसंती सेमानक आमे से दिगरे बढ़ाउछु आ मने रखिबा दरकार खजुरी बाहुंगार तृतीय कथा जे कंटा अछि सेठी तेबे ख्रिस्टीय जीवन रे कंटक मध्य अछि एहा जानिबा आवश्यक आ ताहा ही आम मानकु आज खजुरी बाहुंगा बा पालमारुम रविवार रे दर्शा जाय प्रिय माने आज रो दिवस रे यीशु ख्रीष्ट जेरुसालेम रे विजय यात्रा करिथिले आ ए विजय यात्रा पृथ्वी पई अनन्य अटे
जदि कौन राजा कौन विजय यात्रा करती युद्धर विजय ही आसती साधारणतः से माने घोड़ारे बसी आसती क्यों राजा से माने हाथी रे बसी आसती किंतु जड़े राजा से गथ शावक गथ उपरे बसी आसती यहाँ ही यूनिक तेरे आमर ईश्वर आमरी राजा से गथ उपरे बसी आसती लोके उच्च स्वर रे कहती होसाना दाऊद संतान ईश्वर नाम रे बा प्रभु नाम रे जे आसु अछंती से धन्य और से माने होसाना शब्द व्यवहार करती रक्षा कर होसानार अर्थ एवरी शब्द होसाना ताहार अर्थ होची सेवस आम्भमानंकु रक्षा कर से माने पार्टी करी करी कहउछंती जे आम्भमानंकु रक्षा कर प्रिय माने आमे मध्य आज ऊर्ध्व दृष्टि रखी खजुरी बाहुंगा सदृश ऊर्ध्व दृष्टि रखी जीवन रे जेते दुख कष्ट समस्या थिले सुद्धा सतेज रही कंटक सदृश जीवन मध्य ऊर्ध्व दृष्टि रखी जीवन काटिबा कहिबार आवश्यकता अछि सेवस अर्थात होसाना रक्षा कर आम्भमानंकु रक्षा कर कारण आमे नरकगामी अच्छु प्रभु आम्भमानंकु रक्षा कर जेपरि आमे स्वर्गगामी हेबु और सेति पई आजिर शास्त्रांश जौनतार 17 पर्व 1 पदरु 8 पद दे मु कहबा पई चाहे ways to reaching heaven ways to reaching heaven अर्थात पथ जहाँ स्वर्ग को कढ़ाई स्वर्ग रे पहुंचीबार पथ गुड़ाक आमे जानिबा पे माने जते बेले आमे जहन सुसमाचार पढुछु आ जहन एकमात्र सुसमाचार लेखक जिए तांकर अधिकांश चैप्टर जीशुंकर शेष दिन गुड़िकर घटना को व्याख्या कर आ जते बेले आमे पढुछु आजिर जते बेले आमे पढुछु जदि आमे पांजी पढिछु आज विशेषतः पाल्मार रविवार रे जीशु ख्रीष्टकर जेरुसालेम रे गर्भवसाव उपरे बसी यात्रा करिवार कथा लेखा अछि किंतु 17 पर्व रे आज आमे देखु जीशु गोटे प्रार्थना करिवा कथा आ जीशु ताकर शेष सप्ताह अर्थात 7 डेज जीशु ताकर मृत्युर 5 दिन पूर्वरु जेरुसालेम को आसंती आ रविवार दिन आसंती आ आज दिवस से रविवार आसंता शुक्रवार दिन जीशु को क्रूसरे हत हेबो आ से अनुसार आमे समस्त ता पालन करूछु जीशु ख्रीष्ट एई जो गोटिए सप्ताहर जीवन को आमे लक्ष्य करूछु जदि आमे पढू जहन तार 12 पर्व रे जहन 12 पर्व रु घटना आरंभ हो जाइछि जहन 12 पर्व तार 12 पद रे आमे देखुछु तो ही आर दिन पर्व को आसुथिबा बहु संख्यक लोक जीशु जेरुसालेम को आसुअछंती बोली सुनी खजुरी बाहुंगा घिनी ताहांकु भेटिबा निमंते बाहरी गले देखंतु 12 पर्व ते 12 13 14 15 16 17 18 19 पर्व रे जीशु को हत्या करा होचे 20 पर्व रे पुनरुत्थित होचे तबे लंबा जीशुंकर ए पुनरुत्थान पर्यंत गोटे सप्ताहर जीवन को प्रांजल भाव रे जहन लेखती स्पष्ट भाव रे जहन एठी प्रतिपादित करती तांकर शेष सप्ताह किपरि थिला तेणु आज थारु आरंभ करी आसंता सप्ताह पर्यंत आमे कहू जे होली वीक बोली पवित्र सप्ताह बोली आ एई पवित्र सप्ताह रे निज निज को आमे सजाड़िबा दरकार जेपरि आमे स्वर्गमुखी हेई जीवा पाई आमे निजको सजाड़िबा दरकार मु किपरि स्वर्ग अभिमुख रे यात्रा करिवि स्वर्ग आड़ को गति करिवि आ जेतबे 12 पर्व रे आमे पढुछु आ 13 पर्व रे आमे देखुछु 12 पर्व रे यीशु एंट्री करंती जेरुसालेम को 13 पर्व रे यीशु गोटे भोज प्रस्तुत करिया पई कहंती 13 पर्व रे आमे देखुछु निस्तार पर्व हेबा पूर्व यीशु एई जगतर पितांक निकट रे आपण महा प्रयाण करिवार समय उपस्थित हेलानी जानी जगतर थिबा निजर जे लोक मानक से प्रेम करुथिले सेमानक प्रति चूड़ांत प्रेम प्रकाश करता पर यीशु कहउछंती तुमे जाओ मो निमंते गोटे ऊपर कोठरी रे
एक भोज तैयारी कर, ये निस्तार पर्वर भोज। अनेक गभीर कथा गुड़ाक अच्छी निस्तार पर्वर कथा। आम जदि सुजोग मिले आम गुड फ्राइडे दिन कि अन्य दिन गुड़ाक आम देखा, किंतु आज शास्त्रांश आम लक्ष्य करुचु जे जीशु जस्ट किछि समय पूर्व 13 पर्व से गोटे शेष रात्र भोज आयोजन कर लास्ट डिनर आयोजन करी से जानी पारुछंती जे मोर मृत्यु अति सन्निकट। आ सेतिपाई से 13 पर्व रे ही कहउछंती कोन बोली से निजे प्रकाश करछंती कोन बोली निस्तार पर्व हेबा पूर्व जीशु एही जगतर पितांक निकट रे अपना महाप्रयाण करिवार समय उपस्थित जानी बोली जीसस न्यू। जीशु जानू छथि ए गोटे सप्ताह ताको पाई किपरि एक सप्ताह आउ एई सप्ताह ताको पाई मृत्युर सप्ताह होते दुख कष्ट समस्यार सप्ताह होते रहितला। आ ऊपर कोठरीर अनुभूति प्रत्येक ख्रिस्टियन जीवन रे आसीबा दरकार अछि। तेबे ऊपर कोठरी जीशु कहले तुमे जाओ आ ऊपर कोठरी जेरूशलेम रो ऊपर कोठरी मार्क पर दुह कहबार अछि। आ से केतोटी घटना करंती कोन केतोटा विषय करंती। प्रथमतः से शिष्य मानकर पाद धोई दियंती आ सेठी मध्य से दर्शांती किए ताको शत्रु हस्तरे समर्पण कर एटा मध्य से कहउछंती। आ 13 पर्व रे सारिला परे सबु तांकर हाथ गोड़ धोइला परे लोक मानकर बा शिष्य मानकर धोइला परे निजर सेवकत्वर दायित्व साधन करू करू से कहले तुमे माने मध्य सेही परि सेवा कार्य कर। तापर 14 पर्व आ 15 पर्व रे जीशु कंप्लीट शिक्षा दैछथि कोन तुमे किपरि मो सहित जड़ित रहिबो स्वर्ग रे तुमे किपरि प्रवेश करिवो। तबे से शिक्षा मध्य देले आ 16 पर्व आ 14 पर्व रे विशेष करी से कहिले जे मु जाउची आ तुम मानक निमंते जगह स्थान प्रस्तुत करिबी रेस्टिंग प्लेस। 15 पर्व रे कहिले शाखा तुमे किपरि मो सहित जड़ित रहिबो। आ 17 पर्व रे वर्तमान से प्रार्थना करूछ ही वाज प्रेइंग प्रार्थना करूछंती निज बापा को। ते प्रथम कथा आमे जदि स्वर्ग जीवा पई चाहूछु फर्स्ट और प्रमुख विषय हैला रिमेंबर योर कॉलिंग। प्रथम कथा आमे हमर आह्वान को जानिबा दरकार जे मु केउथि पई जगत रे आसीछि। जीशु ख्रीष्ट केउथि पई जगत रे आसीछंती बासीथिले ही न्यू से जानिथिले आमे जानिछु ना नाही सेटा ही प्रश्न। तबे आजि स्मरण करिवार दिन जीशु स्मरण कराई दियंते जेतेबेला आमे 17 पर्व 1 पद पढु जीशु कहउछंती जीशु सही समस्त कथा कहि स्वर्ग आड़े ऊर्ध्व दृष्टि करी कहिले पिता समय उपस्थित हेलानी तुमर पुत्र को महिमान्वित कर जेपरि पुत्र तुमको महिमान्वित करंती। माने से जानू छंती जे समय उपस्थित काली की मोर जीवन रो कोन हबो आ से तांकर आह्वान निजे बुझी पारु छंती मु काली की कोन हबाकू जाउछि। आ सेटा जानिबा पई आमर आह्वान जानिबा पई बेस्ट मेडिसिन आमे कहि पारु प्रे। आमे काहे निजे जानि पारु आमर जीवन रो उद्देश्य कोन पोछियो तांकर भविष्यत रे कोन करिवु जानि पारु नाहंती। आ सेति पई अनेक समय आमे जेतबे पोछे को पचारिबु तुम कोन करिवो इवन बीए एमए पीजी जहाँ सब करि सारिले मध्य से मान को जदि पचे जो काम मिलिले गोटे करिबी। तबे आमे हमर आह्वान काहे के जगत रे अछु कोन करिवु आमे जानि पारु आमे दिशाहीन दिगहीन अटु कारण वी डोंट हैव प्रेयर लाइफ प्रार्थना रो जीवन नाही। आ जीशु पर कथा देखंतु जीशु जदि स्वयं निजे ईश्वर तथापि ताको जीवन रो सब परिस्थिति रे से प्रार्थना रे लागि थे गोटे लंबा लिस्ट आमे देखिबु। आ प्रार्थना मान को मने पकाई दिए जे आमे कोथि पई आहुत होइछु। जदि आमे पढी माथ्यू 14 पर्व 19 पद 23 पद माथ्यू 19 पर्व 13 पद 26 पर्व 36 पद लूक तार 3 पर्व 21 पद 5 पर्व 16 पद 6 पर्व 21 पद एते सब लिस्ट अछि। जीशु
ନିଜେ ଈଶ୍ୱର ବା ଈଶ୍ୱରଙ୍କର ପୁତ୍ର ଥାଇ ପିତାଙ୍କ ଠାରେ ପ୍ରାର୍ଥନା କରୁଛନ୍ତି ଆଉ ସେଥିପାଇଁ ସେ ନିଜର ଉଦ୍ଦେଶ୍ୟ ଜାଣି ପାରୁଛନ୍ତି କାଲିକି ମୋ ଜୀବନରେ କ'ଣ ହେବ। ତେବେ ଆମ ଜୀବନରେ କାଲିକି କ'ଣ ହେବ ଜାଣିବା ପାଇଁ ଆମ ସମସ୍ତଙ୍କୁ ଗୋଟେ ପ୍ରାର୍ଥନାର ସମୟ କ୍ଷେପଣ କରିବାର ଅଛି। ଆଉ ଯୀଶୁ କିପରି ପ୍ରାର୍ଥନା କରୁଥିଲେ ଯେତେବେଳେ ମଧ୍ୟ ସୁଯୋଗ ମିଳୁଥିଲା। ଲେଖାଯାଏ ଅନେକ ସମୟରେ ସେ ରାତିରେ ପ୍ରାର୍ଥନା କରୁଥିଲେ, ସେ ପାହାନ୍ତିଆରେ ପ୍ରାର୍ଥନା କରୁଥିଲେ, କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରାର୍ଥନା କରୁଥିଲେ। ଯେତେବେଳେ 5000 ଲୋକଙ୍କୁ ଖାଇବାକୁ ଦେବା କଥା ସେ ଧନ୍ୟବାଦ ପ୍ରାର୍ଥନା କରୁଛନ୍ତି। ସବୁ ବିଷୟରେ ସେ ଯଦି ପ୍ରାର୍ଥନା କରୁଛନ୍ତି ଆମେ କାହିଁକି କରୁ? ଆମେ କାହିଁକି ଆମ ଜୀବନର ଉଦ୍ଦେଶ୍ୟ ଜାଣିପାରୁନୁ? କାରଣ ଆମେ ପ୍ରାର୍ଥନାରେ ସମୟ କ୍ଷେପଣ କରୁନୁ ବୋଲି। ତେଣୁ ପ୍ରଥମ କଥା ଯୀଶୁ ଯେତେବେଳେ କହୁଛନ୍ତି ଯେ ସମୟ ଉପସ୍ଥିତ ହେଲାଣି, ତା ମାନେ ତାଙ୍କର ପ୍ରାର୍ଥନାଶୀଳ ଜୀବନ ପାଇଁ ସେ ନିଜେ ବୁଝିପାରୁଛନ୍ତି। ତାପରେ 2 ପଦରେ କହୁଛନ୍ତି ସେ ଯେପରି ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାଙ୍କୁ ସମସ୍ତ ମତ ଉପରେ ଅଧିକାର ଦେବ। ଅର୍ଥାତ୍ ଯୀଶୁ ନିଜେ କହୁଛନ୍ତି ମତେ ତୁମେ ସବୁ ବିଷୟର ଅଧିକାରୀ କରିବାକୁ ଯାଉଛ। ତେଣୁ ଯୀଶୁ କେବଳ ସେ କାଲିର ଘଟଣା ଦେଖୁନାହାନ୍ତି, କିନ୍ତୁ କାଲି ପରେ ଯୋଉ ଘଟଣା ଘଟିବ ଆଉ ସେ ସବୁ ଘଟଣା ସେ ସ୍ମରଣ କରାଇ ଦିଅନ୍ତୁ। କହୁଛନ୍ତି ଅନନ୍ତ ଜୀବନ ଦେବା ନିମନ୍ତେ ମର୍ତ୍ତରେ ପଠେଇଛ, ସେ ଅଧିକାର ମତେ କରିଅଛ। କାରଣ ମୁଁ ମରିଲା ପରେ ଲୋକମାନଙ୍କର ପରିତ୍ରାଣ ଆସିବ ଆଉ ଅନନ୍ତ ଜୀବନର ଅଧିକାରୀ ଲୋକମାନେ ହେବେ। ତେବେ ଏଠି ଅଧିକାରୀ ହେବା ପାଇଁ ହେଲେ ଯୀଶୁଙ୍କର କର୍ତ୍ତବ୍ୟକୁ ଆମେ ମନେ ପକାଉ। ଆମେ କିଛି ଯଦି ଅଧିକାରୀ ବା ପୃଥିବୀର ଅଧିକାରୀ କି ସ୍ୱର୍ଗରେ ଯଦି ସ୍ଥାନ ପାଇବା ପାଇଁ ଚିନ୍ତା କରୁ, ତେବେ ଆମ ସମସ୍ତଙ୍କୁ ଗର୍ତ୍ତବ ଶାବକର ନିଦର୍ଶନ ଆମେ ଜାଣିବାର ଆବଶ୍ୟକତା ଅଛି। ଯୀଶୁଙ୍କର କଥା ଭାବିଲେ ଟିକେ ଭୟଙ୍କର ଲାଗେ। ସେ ଜାଣିପାରୁଛନ୍ତି ସେ ଏଣ୍ଟର କଲେ, ଜେରୁସାଲେମରେ ଏଣ୍ଟର କଲେ, ତା ଉପରେ ଗଧ ଉପରେ ବସି ସେ ପ୍ରବେଶ କରନ୍ତି ଆଉ କୃଷ ବହି ତାର ନେକ୍ସଟ ଦିନ ସେ ବାହାରେ ଯାଆନ୍ତି। ଗଧରେ ଆସନ୍ତି ଆଉ କୃଷ ଧରି ଯାଆନ୍ତି। ଦ୍ୱିତୀୟତଃ ସେ ଯେତେବେଳେ ଜେରୁସାଲେମକୁ ଆସିଲେ ଲୋକମାନେ ତାଙ୍କୁ ରାଜା ପ୍ରଭୁ ବୋଲି ତାକୁ ସମ୍ବୋଧନ କରି ଉଚ୍ଚ ସ୍ୱରରେ ଖଜୁରୀ ବାହୁଙ୍ଗା ଧରି ଆଉ ଖଜୁରୀ ବାହୁଙ୍ଗା ପକେଇ ଲୁଗା ପକେଇ ତାଙ୍କୁ ରାଜା ଭାବେ ସ୍ୱାଗତ କରୁଛନ୍ତି ଆଉ ବିଦାୟ ଦେଉଛନ୍ତି କ୍ରିମିନାଲ ଭାବରେ। ତେବେ ତାଙ୍କୁ ସ୍ୱାଗତ କରାଯାଉଛି ରାଜା ଭାବେ ଆଉ ବିଦାୟ ଦିଆଯାଉଛି କ୍ରିମିନାଲ ଭାବରେ। ଆମେ ଜାଣୁ ସେ କୌଣସି ପାପ କଲେ ନାହିଁ, ଅପରାଧ କଲେ ନାହିଁ, ତଥାପି ତାକୁ ଅପରାଧୀ ଭାବେ ନଗରରୁ ବାହାର କରିଦେଲେ। ତୃତୀୟ କଥା, ଲୋକ ସାଉଟ କଲେ, କ'ଣ କଲେ? ଘୋଷଣା କଲେ ହୋସାନା ହୋସାନା ଦାଉଦଙ୍କ ସନ୍ତାନ। ଦାଉଦଙ୍କ ସନ୍ତାନ ଅର୍ଥାତ୍ ରାଜାଙ୍କର ପୁଅ, ଆଉ ସେଇ ରାଜା ଆମମାନଙ୍କୁ ରକ୍ଷା କରିବେ, ରକ୍ଷାକର୍ତ୍ତା ବୋଲି ସେମାନେ ଘୋଷଣା କଲେ କିଛି ଦିନ ପୂର୍ବରୁ ଆଜି ଦିବସରେ। ଆଉ କେତେ ଦିନ ପରେ ଲାଷ୍ଟକୁ ଯୀଶୁ ପ୍ରବେଶ କଲେ ହୋସାନା ଶବ୍ଦ ଶୁଣି ଶୁଣି ଆଉ ବିଦାୟ ନେଲେ କ୍ରୁଶରେ ଚଢ଼ାଅ କ୍ରୁଶରେ ଚଢ଼ାଅ ବୋଲି। ତେବେ ଆମ ଜୀବନର ଆହ୍ୱାନରେ ଆମେ ମନେ ରଖୁ ସବୁବେଳେ ଆମକୁ ସ୍ୱାଗତ କଲେ, ଆମ ଏଇ ଜଗତ ମଧ୍ୟରେ ଆମକୁ ସ୍ୱାଗତ ମିଳିବ ଆନନ୍ଦରେ ସତ କଥା, କିନ୍ତୁ ଯଦି ଆମେ ପ୍ରଭୁଠାରେ ଥାଇ ବଞ୍ଚିବା ପାଇଁ ଚେଷ୍ଟା କରିବୁ ତେବେ ବିଦାୟ ମଧ୍ୟ ହେବାକୁ ହୁଏ ଏପରି। ତେବେ ଆମେ ମନେ ରଖିବା ଆମର ଆହ୍ୱାନ ଯେ ଜଗତ ମଧ୍ୟରେ ଆନନ୍ଦର ବାତାବରଣରେ ରହିବା ବିଷୟ ନୁହେଁ। ଯୀଶୁ ଆନନ୍ଦର ବାତାବରଣରେ ରହିବା ପାଇଁ ବା କମ୍ଫର୍ଟ ଜୋନ୍, ଆରାମଦାୟକ ପରିସ୍ଥିତିରେ ରହିବା ପାଇଁ ଆସିନଥିଲେ। ସେ ଜାଣୁଥିଲେ ତାଙ୍କ ଜୀବନର ପରବର୍ତ୍ତୀ ପଦକ୍ଷେପ କ'ଣ ହେବ। ସେଥିପାଇଁ ଯେତେବେଳେ ଯୀଶୁ এই 5000 ଲୋକଙ୍କୁ ଖାଇବାକୁ ଦେଲେ, ତାର ନେକ୍ସଟ ସୋପାନରେ ଆମେ ଦେଖୁଛୁ ସେଇ ଲୋକମାନେ ତାଙ୍କୁ କ'ଣ କରୁଛନ୍ତି, ରାଜା କରି ଆମେ ଚେଷ୍ଟା କରୁଥିଲେ, ଆଉ ଆଜି ତାଙ୍କୁ କ୍ରୁଶରେ ଚଢ଼ାଉ ବୋଲି କହୁଛନ୍ତି। ତେବେ ଏଇଟା ପ୍ରଥମ କଥା, ରିମେମ୍ବର ୟୋର କଲିଂ ବା ଆପଣଙ୍କର ଆହ୍ୱାନକୁ ସ୍ମରଣ କରନ୍ତୁ। ଦ୍ୱିତୀୟ ବିଷୟ, ରିଭ୍ୟୁ ୟୋର କମିଟମେଣ୍ଟ। ରିଭ୍ୟୁ ୟୋର କମିଟମେଣ୍ଟ ଅର୍ଥାତ୍ ଆପଣଙ୍କର ସମର୍ପଣକୁ ସମୀକ୍ଷା କରନ୍ତୁ। ଯେତେବେଳେ 4 ପଦ ଆମେ ପଢୁଛୁ, ଲେଖାଯାଏ ତୁମେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମକୁ ମହିମାନ୍ୱିତ କରିଅଛି। ଯୀଶୁ ଯେଉଁ କାମ ଈଶ୍ୱର ଯେଉଁ କାମ ଯୀଶୁଙ୍କୁ ଦେଇଥିଲେ
ଆଉ ସେଇ କାମ ସେ ସମାପ୍ତ କରୁଅଛି ବୋଲି କହୁଛନ୍ତି। ତାମାନେ ଆମକୁ ଯୋଉ ଉଦ୍ଦେଶ୍ୟରେ ଡକା ଯାଇଛି, ଆହ୍ୱାନ କରାଯାଇଛି, ସେ ଉଦ୍ଦେଶ୍ୟ ଆମେ ଜାଣି ସଫଳ କରିବାର ଅଛି। ମୁଁ ଉଦ୍ଦେଶ୍ୟ ଜାଣିଦେଲେ ଯଥେଷ୍ଟ ନାହିଁ। ମୁଁ ପାଠ ପଢୁଛି ଗୋଟେ ସ୍ୱତନ୍ତ୍ର ବ୍ରାଞ୍ଚ ନେଇ, ମୁଁ ପାଠ ପଢୁଛି ବୋଲି ଜାଣିଲେ ଯଥେଷ୍ଟ ନାହିଁ। ମତେ ସେଇ ଜାଗାରେ ପହଞ୍ଚିବାର ଅଛି ଯୋଉ ଜାଗା ପାଇଁ ମୁଁ ପାଠ ପଢୁଛି। ଆଉ ଯୀଶୁ ସେ ନିଜେ ଜାଣୁଛନ୍ତି ମୋ ଜାଗା କୋଉଠି ଅଛି, ସେ ସବୁ କାମ ସାଧନ କରିବା। ଲାଷ୍ଟ କାମ ତାଙ୍କର କଣ ଥିଲା? ଲାଷ୍ଟ କାମ ଥିଲା କ୍ରୁଶରେ ହତ ହେବା କାମ। ଆଉ ସେଥିପାଇଁ ସେ କ୍ରୁଶରେ ହତ ହେବା କାମ ଆମେ ଦେଖୁଛୁ। ଯୀଶୁ ଯେତେବେଳେ ସେ ଅପର ରୁମ୍ ବା ଉପର କୋଠରୀରେ ଥିବା ବେଳେ ଯୀଶୁ ଶିଷ୍ୟମାନଙ୍କୁ ଚିହ୍ନୁଛନ୍ତି, ସମସ୍ତଙ୍କୁ ଜାଣୁଛନ୍ତି। କିଏ କଣ କରିବେ ସେ ମଧ୍ୟ ଜାଣିପାରୁଛନ୍ତି। ପିତର ଯେତେବେଳେ ପିତରଙ୍କୁ ଯୀଶୁ କହିଲେ, ତୁମାନଙ୍କ ମଧ୍ୟରୁ ଜଣେ ମତେ କେହି ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି କହିବାରୁ ପିତର ସାଙ୍ଗେ ସାଙ୍ଗେ ହାତ ଉଠେ, ପ୍ରଭୁ ମୁଁ ତୁମ ପାଇଁ ଜୀବନ ଦେବି ବୋଲି କହିଦେଲା। ତାପରେ କଣ ହେଇଛି? ଯୀଶୁ ଏନା ତୋର କହିବାଟା ଯଥେଷ୍ଟ ହେଲା। ତୁ ମତେ ଆଜି ପାହାନ୍ତିଆ ସୁଦ୍ଧା କୁକୁଡ଼ା ଡାକିବା ପୂର୍ବରୁ 3 ଥର ଅସ୍ୱୀକାର। ଆମେ ଜାଣି ହେବ କର୍ମ କରିବା ସମୟରେ ଆମେ ଜାଣି ହେବ କଣ ଆମେ କରୁଛୁ। ତାପରେ ଇସ୍କାରିୟତ ଯିହୁଦାକୁ ଯୀଶୁ ଡାଇରେକ୍ଟ କହିଛନ୍ତି। ସେଇଟା ଆଶ୍ଚର୍ଯ୍ୟ କଥା। କଣ? କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ? ନାଇଁ, ଯିଏ ମୋ ସହିତ ପାତ୍ରରେ ହାତ ବୁଡାଉଅଛି ସେ ମତେ ଶତ୍ରୁ ହସ୍ତରେ ସମର୍ପଣ କରିବ। କିଏ? ଇସ୍କାରିୟତ ଯିହୁଦା। ଯୀଶୁ ଜାଣି ପାରୁଛନ୍ତି କିଏ କଣ କରିବ। ତାଙ୍କର ଜୀବନର ଶେଷ ପାଇଁ କିଏ ରେସ୍ପନ୍ସିବଲ ଯୀଶୁ ସବୁ ଜାଣିଛନ୍ତି। ଆମେ ମଧ୍ୟ ଆମ ଜୀବନର ଶେଷ ଗତି ଆମେ ନିଜେ ଜାଣିପାରିବୁ ଯଦି ଆମେ କମିଟେଡ ରିଭ୍ୟୁ କରିବା, କମିଟ୍ କରିବା। ତେବେ ଯୀଶୁ ଜାଣିଥିଲେ। ଯେତେବେଳେ ପିତରଙ୍କୁ ଯୀଶୁ ଆହ୍ୱାନ କରନ୍ତି, ଆଉ ପିତର ପଚାରନ୍ତି ପିତରଙ୍କୁ, ଲୋକେ ମୋ ବିଷୟରେ କଣ କଥାବାର୍ତ୍ତା କରୁଅଛନ୍ତି? ତେବେ ପିତର କହିଲେ, କିଏ ବାପ୍ତିଜକ ଯୋହନ, କିଏ ଏଲିୟ, କିଏ ଭାବବାଦୀ ବୋଲି କହୁଛନ୍ତି। ତମେ କଣ କହୁଛ? ଆପଣ ଜୀବନ୍ତ ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ ବୋଲି ସେ ପ୍ରକାଶ କଲେ। ହେଲେ ପିତର କିଏ ଜଣେ ଅସ୍ୱୀକାର କରି ଇସ୍କାରିୟତ ଯିହୁଦା ଭଳିଆ ମରି ଯାଇଥାନ୍ତେ, ଆତ୍ମହତ୍ୟା କରି, ମୁଁ ଏତେ ବଡ ଅପରାଧ କଲି। କିନ୍ତୁ ପିତରଙ୍କୁ ଯେହେତୁ ଯୀଶୁ ଖ୍ରୀଷ୍ଟ ପ୍ରତିଜ୍ଞା କରିଥିଲେ, ତୁମେ ପିତର, ତୁମେ ପଥର, ତୁମ ଉପରେ ମୁଁ ମଣ୍ଡଳୀ ସ୍ଥାପନ କରିବି। ଅର୍ଥାତ୍ ଯୀଶୁ ଜାଣିଥିଲେ ଏ ଲୋକ ପରୀକ୍ଷାରେ ପଡ଼ିଲେ, ହାରିଲେ ସୁଦ୍ଧା ଆଉ ଥରେ ଛିଡ଼ା ହେବେ। ତେବେ ଆମର ଶେଷ ଗତିରେ ଆମେ ଜଣା ପଡ଼ିବାର ଅଛି, ଆମ ଜୀବନର ଯେତେ ଖରାପ ପରିସ୍ଥିତି ଆସିଲେ ସୁଦ୍ଧା ଆମେ ଉଠୁ ପଡ଼ୁ, ସବୁ ପରିସ୍ଥିତି ମଧ୍ୟରେ ଆମେ ଶେଷରେ କୋଉ ଜାଗାରେ ପହଞ୍ଚିବୁ ଜାଣିବାର ଆବଶ୍ୟକତା ଅଛି। ଦ୍ୱିତୀୟ କଥା, ରିଭ୍ୟୁ ୟୋର କମିଟମେଣ୍ଟ। ମୁଁ ବା ଯୀଶୁ ଖ୍ରୀଷ୍ଟ ଯୋଉ ଉଦ୍ଦେଶ୍ୟରେ ଶିଷ୍ୟମାନଙ୍କୁ ଡାକିଥିଲେ, ଆଉ ସେଇ ଉଦ୍ଦେଶ୍ୟ ଗୁଡାକ ସେମାନେ ସଫଳ କରିଛନ୍ତି। ଇସ୍କାରିୟତ ଯିହୁଦା ପାଇଁ ଗୋଟେ ସୁଯୋଗ ଥିଲା, କିନ୍ତୁ ସେ ସୁଯୋଗକୁ ସଦ୍ବ୍ୟବହାର କଲା ନାହିଁ। ତା ଦେଇକରି ତ ଯୀଶୁ ହତ ହବାର ଥିଲା ବା ଶତ୍ରୁ ହସ୍ତରେ ସମର୍ପିତ ହେବାର ଥିଲା। କିନ୍ତୁ ସିଏ ଇସ୍କାରିୟତ ଯିହୁଦା ଯଦି ସେ ଫାଶୀ ନ ହୋଇ ଅନୁତାପର ସହିତ ଯୀଶୁଙ୍କ ପାଖରେ ଫେରିଥାନ୍ତା, କେତେ ବଡ ୱିଟନେସ୍ ହେଇଥାନ୍ତା। କିନ୍ତୁ ସେ ଏମିତି ମଧ୍ୟ ଅନୁଭବ କଲା ନାହିଁ ଯେ ମୁଁ ଯୋଗ୍ୟ ନାହିଁ, ମୋର ଏ ଜୀବନ ଯାହାର କିଛି ଅପରାଧ ନଥିଲା ତାଙ୍କୁ ମୁଁ କ୍ରୁଶରେ ହତ କରିବା ପାଇଁ, ମୁଁ ତାଙ୍କ କହିବାକୁ ଗଲେ ତାଙ୍କ ଗୋଷ୍ଠୀର ଅସାଧକ୍ଷ ଥାଇ ଏତେ ସବୁ କାର୍ଯ୍ୟ କଲି, ତେବେ ସେଥିପାଇଁ ମୋର ଦଣ୍ଡ ବା ମୋର ପାପ କ୍ଷମାଯୋଗ୍ୟ ନୁହେଁ, ତାହା ଭାବି ସେ ଆତ୍ମହତ୍ୟା କଲେ। କିନ୍ତୁ ପ୍ରଭୁ ତାକୁ କ୍ଷମା ଦେଇ ମହାନ ଭାବରେ ବ୍ୟବହାର କରି ପାରିଥାନ୍ତେ। ତାର କମିଟମେଣ୍ଟ ନାହିଁ। ଯୀଶୁ ଯଦି ଡାକିଛନ୍ତି 12 ଜଣ ଶିଷ୍ୟମାନଙ୍କ ମଧ୍ୟରୁ, 12 ଜଣ ଶିଷ୍ୟକୁ ଯଦି ଯୀଶୁ ଡାକିଛନ୍ତି, ତେବେ ସେମାନଙ୍କର ଉଦ୍ଦେଶ୍ୟ ଥିଲା, କିନ୍ତୁ ସେ ତାର ଉଦ୍ଦେଶ୍ୟ ବୁଝିଲା ନାହିଁ। ସେ କେତେ ସାକ୍ଷ୍ୟ ଦେଇ ପାରିଥାନ୍ତା। ଆମେ ମଧ୍ୟ ଯୋଉମାନେ ଯୋଉ ପୁଅ ଝିଅ କୌଣସି ପରିସ୍ଥିତିରେ କିଛି ଗୋଟେ ସମସ୍ୟା ଆସିଲା ବୋଲେ ସେମାନେ ସୁଇସାଇଡ କରିଦିଅନ୍ତି। ଉଦ୍ଦେଶ୍ୟ ସେମାନେ ଜାଣିନାହାନ୍ତି ଜୀବନରେ ପ୍ରଭୁ ତାଙ୍କ ଦେଇ କଣ କରିବା ପାଇଁ ଚାହାନ୍ତି। ଇସ୍କାରିୟତ ଯିହୁଦା, ଅନେକ କହନ୍ତି ଇସ୍କାରିୟତ ଯିହୁଦା ସିଧା କୋଉଠି ଗଲା? ନରକଗାମୀ। କାରଣ ପ୍ରଭୁ ତାକୁ ଯୋଉ ଜୀବନ ଦେଇଥିଲେ, ଯୋଉ ଆହ୍ୱାନ କରିଥିଲେ, ସେ ଆହ୍ୱାନକୁ ସେ ବୁଝି ପାରିଲା ନାହିଁ।
ତେବେ ଯୋଉ ପୁଅ ଝିଅ ମାନେ କିଏ ଜାଣେ ପରୀକ୍ଷାରେ ଫେଲ୍ ହେବେ କିମ୍ବା ପ୍ରେମ କଥାରେ କୌଣସି ସମସ୍ୟା ହେଲା ସୁଇସାଇଡ୍ କରିଦିଅନ୍ତି, ମନେ ରଖୁ ସେମାନଙ୍କୁ ଅନୁତାପ ପାଇଁ ସମୟ ନାହିଁ ଆଉ ସେମାନଙ୍କର ଜୀବନର ଶେଷ ଗତି ସିଧା ନରକକୁ। କାରଣ ଈଶ୍ୱର ଦେଇଥିବା ଜୀବନକୁ ସେମାନେ ତୁଚ୍ଛ ଜ୍ଞାନ କରୁଛନ୍ତି। ଯେଉଁମାନେ ଈଶ୍ୱର ଦେଇଥିବା ଜୀବନକୁ ତୁଚ୍ଛ ଜ୍ଞାନ କରନ୍ତି ଆଉ ପ୍ରଭୁ ସେମାନଙ୍କୁ ତାଙ୍କର ରାଜ୍ୟରେ କାହିଁକି ସ୍ଥାନ ଦେବେ? ସେ ମଧ୍ୟ ସେଠି ତୁଚ୍ଛ ଜ୍ଞାନ କରିବେ ସେମାନେ। ଆଉ ସେଥିପାଇଁ ରିଭ୍ୟୁ ୟୁର କମିଟମେଣ୍ଟ। ପ୍ରଭୁ କାହିଁକି ଆହ୍ୱାନ କରିଛନ୍ତି? ପ୍ରଭୁ ଆହ୍ୱାନ କରିଥିଲେ ପିତରଙ୍କୁ ମଣ୍ଡଳୀ ଗଠନ କରିବା ପାଇଁ। ପ୍ରଭୁ ଆହ୍ୱାନ କରିଥିଲେ ମାଥ୍ୟୁଙ୍କୁ, ଯେହେତୁ ସେ ପରଗ୍ରାହୀ ଆଉ ତାଙ୍କର ହାତରେ ପେନ୍ ଧରି ଆସିଥିଲେ ସେ ସୁସମାଚାର ଲେଖିବେ ବୋଲି। ପ୍ରଭୁ ଆହ୍ୱାନ କରିଥିଲେ ଅନେକ ଶିଷ୍ୟଙ୍କୁ ଯେପରି ସେ ସାକ୍ଷମ ରହିବେ। ଥମାଙ୍କୁ କାହିଁକି ଆହ୍ୱାନ କରିଥିଲେ? ଥମା ସେ ଅବିଶ୍ୱାସୀ, ସେ ଛୁଇଁବ ଆଉ ଦେଖିବ ଆଉ ଛୁଇଁବ ତାପରେ ବିଶ୍ୱାସ କରିବେ। ତେବେ ଭାରତରେ ସେମିତି ଲୋକ ସେ ଯାଇ ଭାରତରେ ମୃତ୍ୟୁବରଣ କଲେ ପ୍ରକୃତରେ ଲୋକ ବିଶ୍ୱାସ କରିବେ। ଯୀଶୁ ସମସ୍ତଙ୍କ ପାଇଁ ଗୋଟିଏ ଜୀବନ ଦେଇଛନ୍ତି। ଆମେ ପରୀକ୍ଷା କରିବା ଦରକାର କାହିଁକି ଦେଇଛନ୍ତି। ଯୀଶୁ ପ୍ରତ୍ୟେକ ଶିଷ୍ୟଙ୍କୁ ବାଛିଲେ ଯୋଉ ଯୋଉ ଜାଗାରେ ସେମାନେ ସାକ୍ଷମ ହେବାର ଥିଲା ସେଇ ସବୁ ଜାଗାରେ ସେମାନେ ଆସି ସାକ୍ଷମ ରହିଲେ। ତେବେ ରିଭ୍ୟୁ ୟୁର କମିଟମେଣ୍ଟ। କୋଉ କାମ ପ୍ରଭୁ କରିବା ପାଇଁ ଦେଉଛନ୍ତି ତାହା ଆମେ ଜାଣିବା ଆଉ କରିବା। ଆଉ ତୃତୀୟ ବିଷୟ, ଶେଷ ବିଷୟ, ରିଲେଟ୍ ୟୁର କ୍ରିଏଟର। ରିଲେଟ୍ ୟୁର କ୍ରିଏଟର। ସେତେବେଳେ 7 ପଦ ଆମେ ପଢୁଛୁ, ଲେଖା ଅଛି, ତୁମେ ମତେ ଯାହା ଯାହା ଦାନ କରିଅଛ ସେଇ ସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ ଏହା ସେମାନେ ଏବେ ବୁଝି ଅଛନ୍ତି ବୋଲି। ସେତେବେଳେ ପର୍ଯ୍ୟନ୍ତ ଶିଷ୍ୟମାନେ ବୁଝି ନଥିଲେ, କିନ୍ତୁ ଏଠି ଲେଖା ଅଛି ବୁଝି ଅଛନ୍ତି ବୋଲି। ତେବେ ଯୋଉ କାମ ଯୀଶୁ କରିବା ପାଇଁ ଯାଉଛନ୍ତି ଶିଷ୍ୟମାନେ ବୁଝି ଅଛନ୍ତି ବୋଲି କହିବା କାରଣ ହେଲା ଯେ ଯୀଶୁ ଆଗାମୀ ଦିନ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି। ଯେତେ ସବୁ ଆଗାମୀ ଦିନରେ ପାପ ଗୁଡ଼ିକ ଲୋକ କରିବେ ସେ ସବୁ ପାଇଁ ମଧ୍ୟ ଈଶ୍ୱରଙ୍କ ନିକଟରେ ସେ ପ୍ରାର୍ଥନା କରି ସାରିଛନ୍ତି। ହେଲେ ଆମେ ସେ ପ୍ରାର୍ଥନାର ଫାଇଦା ଉଠାଇବାର ଅଛି। ତେବେ ଫାଇଦା ଉଠାଇବାର ଅର୍ଥ ହେଉଛି ଯେ ଆମେ ପ୍ରକୃତରେ ଯୀଶୁଙ୍କର କରାଯାଇଥିବା ପ୍ରାର୍ଥନା ଅନୁସାରେ ଆମେ ସୁରକ୍ଷିତ ଅଛୁ କି ନାହିଁ। ଯୋଉ ପ୍ରାର୍ଥନା ଯୀଶୁ 17 ପର୍ବରେ ଏତେ ଲମ୍ବା ପ୍ରାର୍ଥନା କରିଛନ୍ତି ଆଉ ସେଇ ପ୍ରାର୍ଥନାର ଅଂଶୀ ଆମେ ନା ନାହିଁ। ଯଦି ନାହିଁ ତେବେ ଆମେ ନର୍କ ମଧ୍ୟରେ ଯାଉଛୁ, କିନ୍ତୁ ଯଦି ଅଛୁ ତେବେ ସ୍ୱର୍ଗ ମଧ୍ୟରେ ଅଛୁ ବା ସ୍ୱର୍ଗର ପଥରେ ଅଛୁ। ତେବେ ସେଥିପାଇଁ ଯେତେବେଳେ ଗୋଟେ କଥା କୁହାଯାଏ ଯେ ପାଲମାର ରବିବାରର ଗଥ ଉପରେ ଯୀଶୁ ବସିକି ଗଲେ ଆଉ ସେଇ ଗଥ ଯୀଶୁଙ୍କୁ ବସେଇ ନେଲା ପରେ ତାର ନେକ୍ସଟ ଦିନ ଦୁଇଟା ଗଥ କଥା ହଉଛନ୍ତି। କଣ ବୋଲି? ଯେ ଏ ଲୋକମାନେ କେତେ ସ୍ୱାର୍ଥବାଦୀ। କଣ? ମୁଁ କାଲି ଆସିଲି, ମତେ ଏତେ ସୁନ୍ଦର କଣ ବିଛେଇ ଦେଲେ, ଲୁଗା ବିଛେଇ ଦେଲେ ଆଉ ଖଜୁରୀ ବାହନ ବିଛେଇ ଦେଲେ, କେତେ ମୋ ପାଇଁ ସବୁ ସୁନ୍ଦର ଗୀତ ଗାଉଥିଲେ ବୋଲି ସେ କହିଲେ। ତାପରେ ସେ ଯେତେବେଳେ ଅନ୍ୟ କଥାକୁ କହୁଛି, ଆଉ ଆଜି ଦେଖ ମତେ କିଏ ବି ପଚାରୁ ନାହାନ୍ତି, ମୁଁ ଏମିତି ଏକା ଅଛି। ତେବେ ସେ ଆଉ ଗୋଟେ କଥା କହିଲା, ତତେ ସେଇଟା ସମ୍ମାନ ଦଉନଥିଲେ। କାହାକୁ ଦଉଥିଲେ? ତୋ ଉପରେ ଯେ ବସିଥିଲେ ତାଙ୍କୁ ସମ୍ମାନ ଦିଆଯାଉଥିଲା ଆଉ ତୁ ବୁଝିଲୁ ତତେ। ହେଲେ ତୁ ସେତେବେଳେ ପର୍ଯ୍ୟନ୍ତ ସମ୍ମାନ ପାଇବୁ ଯେତେବେଳେ ପର୍ଯ୍ୟନ୍ତ ସେ ବସିଥିବେ। ଅର୍ଥାତ୍ ଯୀଶୁ ଯେତେବେଳେ ପର୍ଯ୍ୟନ୍ତ ଆମ ଜୀବନରେ ଅଛନ୍ତି ସେତେବେଳେ ପର୍ଯ୍ୟନ୍ତ ଈଶ୍ୱର ଆମକୁ ସମ୍ମାନିତ କରିବେ। ଯେତେବେଳେ ଆମେ ଯୀଶୁଙ୍କୁ ଛାଡ଼ିଦେବୁ, ଯୀଶୁଙ୍କୁ ଆମ ଜୀବନ ଠାରୁ କାଢ଼ିଦେବୁ, ତେବେ ଆମକୁ କେହି ପଚାରିବେନି। ଆମର ଜୀବନ ହେଉଛି ଗଧ। ଆଉ ଗଧ ହେବା ପାଇଁ ହେଲେ, ଯୀଶୁଙ୍କୁ ବସେଇବା ପାଇଁ ହେଲେ ଗଧର ସ୍ୱଭାବ କଣ? ନମ୍ର, ହମ୍ବଲ କରିବାକୁ ପଡେ। ଯୀଶୁଙ୍କୁ ଟାଉଟରି ନେଇ, ଟେମ୍ପର ହେଇ, ଗର୍ବ ଅଭିମାନ ନେଇ ବସାଇ ହବ ନାହିଁ। ଯୀଶୁଙ୍କୁ ବସେଇବା ପାଇଁ ହେଲେ ଗଧ ସଦୃଶ୍ୟ ହମ୍ବଲ ହେବା ଦରକାର ଅଛି। ହମ୍ବଲ ହେଲେ ହିଁ ଯୀଶୁ ବସିବେ। ଆଉ ଯଦି ଆମେ ଗର୍ବ ଅଭିମାନ କରିବୁ ଆମେ ଯୀଶୁଙ୍କୁ ବସେଇ ପାରିବୁ ନାହିଁ। ଆଉ ଯେତେବେଳେ ଆମେ ଯୀଶୁଙ୍କୁ ବସେଇବୁ ସେତେବେଳେ ପର୍ଯ୍ୟନ୍ତ ହିଁ ଆମକୁ ସମ୍ମାନ ମିଳିବ। ତେବେ ପ୍ରିୟମାନେ, ଆମେ ରିଲେଟ କରିବାର ଅଛି ସେ କ୍ରିଏଟରଙ୍କ ସହିତ। ସେ ସୃଷ୍ଟିକର୍ତ୍ତା ମୋ ଉପରେ ବସିଥିଲେ, ଗଧ କହିବାର ଅଛି।
সেই সৃষ্টিকর্তা ମୋ ଉପରେ ବସିଥିଲେ ବୋଲି ମୋତେ ସମ୍ମାନ ମିଳୁଥିଲା। ଆଉ ଯେତେବେଳେ ସେ ମୋ ଠାରୁ ଉଭେଇ ଗଲେ ସେତେବେଳେ ମୋର ସମ୍ମାନ ହାନି ହେଲା। ତେଣୁ ପ୍ରଭୁ ଅନୁଗ୍ରହ କରନ୍ତୁ, ଆମେ ଯୀଶୁଙ୍କୁ ଆମ ଜୀବନରେ ବସେଇବା। ତେବେ ପ୍ରଭୁ ଏଇ ଯୋଉ ଦୁଃଖ କଷ୍ଟରେ ଆମେ ଗତି କରୁଥିବା ସମୟରେ ସୁଦ୍ଧା ଆମମାନଙ୍କୁ ଗୌରବମୟ ଅମ୍ଳାନ ମୁକୁଟ ପ୍ରଦାନ କରିବେ। ପ୍ରଭୁ ହେବା ପାଇଁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେ କଲ୍ୟାଣ ବାକ୍ୟ ଗ୍ରହଣ କରିବା। ସମସ୍ତ ପଥର ଗମ୍ୟ ଯେ ଈଶ୍ୱରଙ୍କର ସହାୟ ଶାନ୍ତି ତାହା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମମାନଙ୍କ ହୃଦୟ ମନକୁ ସୁରକ୍ଷା କରି ରଖିବ। ଆମେନ୍।